ନୀଳଚକ୍ର ଓ ପତିତପାବନ ବାନାର ମହତ୍ତ୍ୱ। ଗପ ଅମୃତରେ ଶ୍ରୀ ଜଗନ୍ନାଥ ମହିମା। ଶ୍ରୀ ଜଗନ୍ନାଥ ମନ୍ଦିରର ଚୂଡ଼ାରେ ଦଧିନଉତି ଉପରେ ସ୍ଥାପିତ ଚକ୍ର ନୀଳଚକ୍ର ନାମରେ ନାମିତ ଏବଂ ପତାକା ପତିତପାବନ ବାନା ନାମରେ ଖ୍ୟାତି ଅର୍ଜନ କରିଛି। ମନ୍ଦିର ନିର୍ମାଣ ଶିଳ୍ପକଳା ଓ ବିଧାନ ଅନୁଯାୟୀ ବିଷ୍ଣୁଙ୍କ ମନ୍ଦିର ଚୂଡ଼ାରେ ଦଧିନଉତି ଉପରେ ଚକ୍ର ସ୍ଥାପନ ଅପରିହାର୍ଯ୍ୟ। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଦର୍ଶନାର୍ଥୀମାନେ ଶ୍ରୀକ୍ଷେତ୍ରର ଅନତି ଦୂରରେ ପଥ ପାର୍ଶ୍ୱରେ ନୀଳଚକ୍ରକୁ ଦର୍ଶନ କରି ଭକ୍ତି ଭାବରେ ପୁଲକିତ ହୋଇଥାନ୍ତି। କବି ଗୌରଚରଣ ଅଧିକାରୀ ସ୍ୱରଚିତ ଭଜନରେ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି ନୀଳଚକ୍ରର ମହତ୍ତ୍ୱ। ନୀଳଚକ୍ରେ ହୋ ଦେଖ ଉଡୁଛି ବାନା, ପତିତ ପାବନ ନାମଟି ଯାର ନାଁ। ଆସ ଆସ ବୋଲି ପାତକୀ ମାନଙ୍କୁ ଡାକୁଅଛି ପରା ସଙ୍ଗାତ ଅନା। ନେତ ଧ୍ୱଜାବର ଉଡ଼େ ଫର ଫର, ଉଡ଼ାଇ ଦେଉଛି ଭବ ଯାତନା। ଶ୍ରୀକ୍ଷେତ୍ର ଆଗମନ ସମୟରେ ସନ୍ଥ କବୀର ଶ୍ରୀକ୍ଷେତ୍ରର କିଛି ଦୂରରୁ ନୀଳଚକ୍ର ଓ ପତିତପାବନ ବାନାକୁ ଦର୍ଶନ କରି ଆତ୍ମହରା ହୋଇ ଗାଇ ଉଠିଥିଲେ, ନୀଳଚକ୍ର ପରେ ଧ୍ୱଜା ବିରାଜେ, ମସ୍ତକେ ଶୋହେ ହୀରା। ଠାକୁର ଆଗେ ଦାସୀ ନାଚେ, ଗାଏ ଦାସ କବୀରା। ଶ୍ରୀମନ୍ଦିର ଚୂଡ଼ାରେ ବର୍ତ୍ତମାନ ଅବସ୍ଥାପିତ ଅଷ୍ଟଧାତୁରେ ଲୁହା, ତମ୍ବା, ସ୍ୱର୍ଣ୍ଣ, ରୌପ୍ୟ, ରଙ୍ଗ, ଦସ୍ତା, ସୀସା ଓ ପାରଦରେ ନିର୍ମିତ ନୀଳଚକ୍ର ଭକ୍ତି ଭାବନା ଉଦ୍ରେକକାରୀ ଏକ ପବିତ୍ର ନାମ। ଶ୍ରୀମନ୍ଦିରର ରୀତିନୀତି ସହ ଏହାର ସମ୍ପର୍କ ଅଭିନ୍ନ। ନୀଳଚକ୍ରରେ ବାନା ନଥିଲେ ମହାପ୍ରଭୁଙ୍କର ନୀତି ସମ୍ପନ୍ନ ହୋଇପାରେ ନାହିଁ। କେହି କେହି ଭକ୍ତ ଶ୍ରୀକ୍ଷେତ୍ରକୁ ନ ଆସି ମଧ୍ୟ ନୀଳଚକ୍ର ଓ ପତିତପାବନ ବାନାକୁ ଚାହିଁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାର ଆତ୍ମସନ୍ତୋଷ ଲାଭ କରନ୍ତି ଏବଂ ଦୂରରୁ ନୀଳଚକ୍ର ଓ ପତିତପାବନ ବାନାକୁ ଚାହିଁ ନଡ଼ିଆ ଓ ଫଳ ସମର୍ପଣ କରି ପ୍ରସାଦ ଲାଭର ସନ୍ତୋଷ ପାଇଥାନ୍ତି। ଶ୍ରୀକ୍ଷେତ୍ରରେ ବଡ଼ ଶବ୍ଦକୁ ନେଇ ଯେପରି ଅନେକ ନାମ ଶୁଣାଯାଏ, ସେହିପରି ନୀଳ ଶବ୍ଦକୁ ନେଇ ନୀଳଗିରି, ନୀଳକନ୍ଦର, ନୀଳମାଧବ, ନୀଳଚକ୍ର, ନୀଳସାଗର ମହିମାମୟ ହୋଇ ଉଠିଛି ଭକ୍ତି ଭାବନାରେ ଓ ଭକ୍ତ ପ୍ରାଣରେ। ମୋଗଲ ରାଜତ୍ୱ ସମୟରେ ଶ୍ରୀମନ୍ଦିର ଅନେକ ବାର ଆକ୍ରମଣର ସମ୍ମୁଖୀନ ହୋଇଛି। ସେହିପରି ମନ୍ଦିର ଚୂଡ଼ାରେ ସ୍ଥାପିତ ନୀଳଚକ୍ରର ମଧ୍ୟ ବହୁବାର ପରିବର୍ତ୍ତନ ହୋଇଅଛି। ଭୋଇ ବଂଶର ରାଜା ଗଜପତି ରାମଚନ୍ଦ୍ର ଦେବ ଶ୍ରୀମନ୍ଦିରର ଆନୁଷଙ୍ଗିକ ମରାମତି କରିବା ସହିତ ନୀଳଚକ୍ର ସ୍ଥାପନ କରିଥିଲେ, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ନୀଳଚକ୍ର ଭଗ୍ନ ଅବସ୍ଥା ପ୍ରାପ୍ତ ହେବାରୁ 1595 ଖ୍ରୀଷ୍ଟାବ୍ଦରେ ରାଜା ରାମଚନ୍ଦ୍ର ଦେବଙ୍କ ରାଜତ୍ୱର 34 ଅଙ୍କ କୁମ୍ଭ 16 ଦିନେ ଚମ୍ପତି ରାୟ ଭାଙ୍ଗି ପଡ଼ିଥିବା ଅବସ୍ଥାରେ ଥିବା ନୀଳଚକ୍ରକୁ ସୁଦୃଢ଼ ଓ ସିଧା ଭାବରେ ବସାଇଥିଲେ। ପରବର୍ତ୍ତୀ ସମୟରେ ଗଜପତି ପ୍ରଥମ ଦିବ୍ୟସିଂହ ଦେବ 1688ରୁ 1716ଙ୍କ ରାଜତ୍ୱ ସମୟରେ କୌଣସି ବର୍ଷ କାର୍ତ୍ତିକ ମାସରେ ପୁରୀରେ ପ୍ରବଳ ଝଡ଼ ତୋଫାନ ହେବା ଦ୍ୱାରା ବଡ଼ଦେଉଳ ଉପରୁ ନୀଳଚକ୍ର ଭାଙ୍ଗି ମନ୍ଦିରର ପଶ୍ଚିମ ଭାଗ ଗଣେଶ ମନ୍ଦିର ସମ୍ମୁଖରେ ଭୂପତିତ ହୋଇଥିଲା। କିଛି ବର୍ଷ ଶ୍ରୀମନ୍ଦିର ଚୂଡ଼ା ଶୂନ୍ୟ ରହିବା ପରେ ଦିବ୍ୟସିଂହ ଦେବ ପ୍ରଥମଙ୍କ ରାଜତ୍ୱକାଳ 1713 ମସିହାରେ ନୂଆ ହୋଇ ଗଢ଼ା ହୋଇଥିବା ନୀଳଚକ୍ର ସ୍ଥାପନ କରାଯାଇଥିଲା। ଏହି ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ ହୋଇଥିଲା। ଶ୍ରୀ ଦିବ୍ୟସିଂହ ମହାରାଜଙ୍କ 33 ଅଙ୍କ ମକର 28 ଦିନେ ଶ୍ରୀ ନୀଳଚକ୍ର ତିଆରି ହୋଇଣ ବଡ଼ଦେଉଳେ ବିଜେ ହୋଇଲେ। ସେହି ନୀଳଚକ୍ର ଅଦ୍ୟାବଧି ବିରାଜମାନ। ବଡ଼ ଦାଣ୍ଡରୁ ଶ୍ରୀମନ୍ଦିରର ଶୀର୍ଷ ଦେଶ ପ୍ରାୟ 214 ଫୁଟ ଅଟେ। ଶ୍ରୀମନ୍ଦିରର ଶୀର୍ଷ ଦେଶରୁ ଶ୍ରୀ ନୀଳଚକ୍ରର ଉଚ୍ଚତା 11 ଫୁଟ 8 ଇଞ୍ଚ, ଏହାର ବ୍ୟାସ 7 ଫୁଟ 9 ଇଞ୍ଚ, ପରିଧି ଫଳକର ବେଧ 2 ଇଞ୍ଚ, ପରିଧିର ଓସାର 9 ଇଞ୍ଚ, କେନ୍ଦ୍ର ସ୍ଥଳସ୍ଥିତ ବୃତ୍ତାକାର କ୍ଷେତ୍ରର ବ୍ୟାସ 2.5 ଫୁଟ। ଚକ୍ରରେ 8 ଗୋଟି ଅର ରହିଛି। ପ୍ରତ୍ୟେକ ଅରର ଦୈର୍ଘ୍ୟ 1 ଫୁଟ 10 ଇଞ୍ଚ ଅଟେ। ପ୍ରତ୍ୟହ ନୀଳଚକ୍ରର
रंगर परिवर्तन होइथाए। प्रातः कालरे संपूर्ण श्वेतवर्ण देखागला बेले सूर्यताप वृद्धि संगे संगे दिन वृद्धि हेबारे एहार रंग परिवर्तन घटी नीलरू नीलतर होइथाए। तेणु भक्त और दर्शनार्थी दृष्टि रे यह नीलचक्र नामरे नामित। श्रीमंदिर चूड़ारे स्थापित नीलचक्र हेउची चक्रायुध सुदर्शनंकर प्रतीक। आध्यात्मिक दृष्टिकोणरू नीलचक्र को वर्तमान देखिबा। नीलचक्रर मूलाधार हेउची श्रीमंदिर, जहाँकि आम शरीर रूपी मंदिर। नीलचक्र बा सुदर्शन चक्र हेउची उत्तम दर्शन, भल देखिबा, भल शुणिबा, भल कहिबा। मानव शरीर रे थिबा 7टी चक्र नीलचक्रर अंशविशेष। नीलचक्रर ऊर्ध्वरे आज्ञाचक्र रही थाए। एही आज्ञाचक्र बाटे नीलचक्र मझिरे थिबा सुन बा मानव शरीरर आत्मा जेतेबेले ऊर्ध्वगामी हेइथाए, नीलचक्र उपरे थिबा पतित पावन बाना बा सेथिरे थिबा चंद्र अर्थात सहस्रार चक्र देई मोक्ष प्राप्ति होइथाए एवं बिंदु बा परमात्मा सहित आत्मा मिसी जाइथाए। तेणु नीलचक्र एवं पतित पावन बाना ए द्वय हेउचंती परम ब्रह्म जगन्नाथଙ୍କ सहित बा परमात्मा सहित मिसिबार एवं मोक्ष प्रदानर माध्यम बा रास्ता। मंदिर भितरे थिबा श्री जगन्नाथଙ୍କ सहित मिसिबाकु हेले मंदिर बाहरु बा रास्तारु सुदर्शन एवं पतित पावनकर दर्शन निश्चिंत भावरे मोक्षकामी मानव आत्मा पई साफल्य मंडित होइथाए। पतित पावन बाना केवल ओडिशा रे नुहे, प्राय समग्र भारत रे प्रतिष्ठान रे व्यवहृत हुए। आम्भे सर्व खल्वमिदं ब्रह्म न्याय रे यह करिथाउ। सेही नाद बिंदुमय ब्रह्म ध्वज जगन्नाथ मंदिरर तथा भारतर बहु स्थान रे उत्तोलित एवं उड्डयमान। यह द्वितीय चंद्र और नक्षत्रर केवल चिन्ह नुहे, यह नाद एवं परम ब्रह्म। पताका निर्णय रे इंद्र नीलमणिर ध्वजारोपर कर्मर प्रारंभरू कहा जाइछि। त्रिकोणाकार रक्तवर्णर ध्वजरे शुक्लवर्णर नादबिंदु लेखि दारु संधान हेबा मात्रे उड़ाइब। तेणु ब्रह्म ध्वजकु मंडपरे स्थापन करिब। ध्वज त्रिकोण माकृत्ये रक्तास्वरे विनिर्मितं अर्धमाता कृतिनादं बिंदु शुभेण कालिखेत। चत ध्वज रोपया मास ब्रह्मदारु समीपतः पूजयते ब्रह्मध्वजं च गंधपुष्पे मुभक्तितः। केतेबेले मध्य मुस्लिम आक्रमणकारी जगन्नाथ मंदिर दखल करी चांद तारका पताका उड़ाई नाहंती। लुंठन सेमानंकर उद्देश्य थिला। जगन्नाथ मंदिर रे किंतु चांद तारका चिन्हित पताका केभे मध्य उड़ी नाही। सेथिरे चंद्रबिंदु रहे बोली साधारण कहंती, मात्र से चंद्रबिंदु नुहे, ताहा नाद ओ बिंदु जगन्नाथ साक्षात ओंकार रूपक परम ब्रह्म। यह स्कंद पुराणादि आप्त ग्रंथरे स्पष्ट उल्लिखित अछि। भितरे ब्रह्म जदि ओंकारमय दारु ब्रह्म रूपरे रहिले, तेबे सेही संस्कृति रे नाद बा अर्धमात्रा ओ बिंदु परबिंदु रहिबा कथा रहिछि। यह ब्रह्म मंदिरर प्रतीक। ब्रह्म भावनारे आम्भे माने कलमरे नव प्रतिष्ठित गृहर द्वार देशरे एही मांगलिक चिन्ह सिंदूर लिखि थाउ। दारु संचयन कर्मरे यह ब्रह्मध्वज नामरे प्रसिद्ध। चुनरा सेवक छड़ा एई धरणी रे केही से स्थान रे ध्वजारोपण करि पारंती नाही बा पारिबे नाही। तेणु एहार अन्य धर्म संगे किछि संबंध नाही। यह भारतर प्राचीन ब्रह्मवादर ओंकार दुई मात्रार प्रतीक, तेणु अत्यंत प्राचीन अटे।